ଆଜି ଆମେ ଜାଣିବା କେଉଁ ଫ୍ରୁଟ୍ରେ କେଉଁ ଅମ୍ଳ ଆମେ ପାଇଥାଉ। ନୀଳ ଲିଟମସ୍ ନାଲିରେ ପରିଣତ ହେବାକୁ କ'ଣ କୁହାଯାଏ? ଏହାର ଉତ୍ତରଟି ଅମ୍ଳ। ସେହିପରି ନାଲି ଲିଟମସ୍ ନୀଳରେ ପରିଣତ ହେବାକୁ କ'ଣ କୁହାଯାଏ? ଏହାର ସଠିକ୍ ଉତ୍ତରଟି କ୍ଷାର। କମଳା ଆଉ ଲେମ୍ବୁରେ କେଉଁ ଅମ୍ଳ ଥାଏ? ସଠିକ୍ ଉତ୍ତରଟି ହେଇଯିବ କ'ଣ ନା ସାଇଟ୍ରିକ୍ ଅମ୍ଳ। କମଳାରେ ସାଇଟ୍ରିକ୍ ଅମ୍ଳ ଥାଏ। 4 ନମ୍ବରରେ ଦହିରେ କେଉଁ ଅମ୍ଳ ଥାଏ? ଦହିରେ ସଠିକ୍ ଉତ୍ତରଟି ହେଇଯିବ କ'ଣ ଲାକ୍ଟିକ୍ ଅମ୍ଳ। ସେହିପରି 5 ନମ୍ବର ଅଁଳାରେ କେଉଁ ଅମ୍ଳ ଥାଏ? ଅଁଳାରେ ସଠିକ୍ ଉତ୍ତରଟି ହେଇଯିବ ଆସ୍କର୍ବିକ୍ ଅମ୍ଳ। 6 ନମ୍ବର ପ୍ରଶ୍ନ ଏପରେ ପାଳଙ୍ଗ ଶାଗରେ କେଉଁ ଅମ୍ଳ ଥାଏ? ପାଳଙ୍ଗ ଶାଗର ସଠିକ୍ ଉତ୍ତରଟି ଅକ୍ଜାଲିକ୍ ଅମ୍ଳ। ତାପରେ 7 ନମ୍ବର ତେନ୍ତୁଳି ଅଙ୍ଗୁର କଞ୍ଚା ଆମ୍ବରେ କେଉଁ ଅମ୍ଳ ଥାଏ? ଏହାର ସଠିକ୍ ଉତ୍ତରଟି ଟାର୍ଟାରିକ୍ ଅମ୍ଳ। ଏହାପରେ 8 ନମ୍ବର ପ୍ରଶ୍ନ ପିମ୍ପୁଡ଼ି ଜନ୍ଦା ଓ ମହୁମାଛି ଷଣ୍ଢରେ କେଉଁ ଅମ୍ଳ ଥାଏ? ଉତ୍ତର ଫର୍ମିକ୍ ଅମ୍ଳ। 9 ନମ୍ବର ପ୍ରଶ୍ନ ଭିନେଗାରରେ କେଉଁ ଅମ୍ଳ ଥାଏ? ଏହାର ସଠିକ୍ ଉତ୍ତରଟି ଏସିଟିକ୍ ଅମ୍ଳ। ଏଠି 10 ନମ୍ବର ପ୍ରଶ୍ନ ଆମ ପାକସ୍ଥଳୀରୁ କେଉଁ ଅମ୍ଳ କ୍ଷରିତ ହୁଏ? ଆଉ ଏହାର ଉତ୍ତରଟି ହେଇଯିବ ହାଇଡ୍ରୋକ୍ଲୋରିକ୍ ଅମ୍ଳ। 11 ନମ୍ବର ପ୍ରଶ୍ନଟି କେଉଁ ଅମ୍ଳ ମାଂସପେଶୀରେ ଜମା ହେଲେ ଆମକୁ ଯନ୍ତ୍ରଣା ହୁଏ? ଏହାର ଉତ୍ତର ଲାକ୍ଟିକ୍ ଅମ୍ଳ। 12 ନମ୍ବର ପ୍ରଶ୍ନ ବ୍ୟାଟେରୀରେ କେଉଁ ଅମ୍ଳ ଥାଏ? ଏହାର ସଠିକ୍ ଉତ୍ତରଟି ହେଇଯିବ ସଲଫ୍ୟୁରିକ୍ ଅମ୍ଳ। 13 ନମ୍ବର ପ୍ରଶ୍ନ ଅମ୍ଳମାନଙ୍କ ମଧ୍ୟରେ ରାଜା କିଏ? ଏହାର ସଠିକ୍ ଉତ୍ତରଟି ସଲଫ୍ୟୁରିକ୍ ଅମ୍ଳ। ତାପରେ 14 ନମ୍ବର ପ୍ରଶ୍ନ ସେଉରେ କେଉଁ ଅମ୍ଳ ପାଇଥାଉ ବା ସେଉରେ କେଉଁ ଅମ୍ଳ ଥାଏ? ଉତ୍ତର ମାଲିକ୍ ଅମ୍ଳ। 15 ନମ୍ବର ପ୍ରଶ୍ନ ଶେଷ ପ୍ରଶ୍ନ ଅମ୍ଳ ବର୍ଷା ପାଇଁ କେଉଁ ଗ୍ୟାସ୍ ମୁଖ୍ୟତଃ ଦାୟୀ? ଏହାର ସଠିକ୍ ଉତ୍ତରଟି ସଲଫର୍ ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍। ଏହି ଦୁଇଟି ଅମ୍ଳ ବର୍ଷାର କାରଣ।